ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଧନ୍ୟବାଦ। ଉପନ୍ୟାସ ନୀରବତା ପ୍ରେମ କାହାଣୀ ଦୁଇ ହୃଦୟର ଭାଗ 10। ପୂର୍ବରୁ ଶୁଣିଥିଲେ ପଲକ ଫାଲ୍ଗୁନୀଙ୍କ ସହ କଥା ହେଇ ନିଜ ମନକୁ ହାଲୁକା କରି ଶୋଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଦ ନାହିଁ ଆଖିକୁ ତାର। ପ୍ରଥମ ଦିନ କ୍ଲାସରେ କ'ଣ ହେବ କ'ଣ ନାହିଁ ସେହି ବିଷୟରେ ଚିନ୍ତା କରି କରି ସେ କେତେବେଳେ ବି ଶୋଇପଡ଼ିଛି ସେ। ପ୍ରଥମ ଦିନ କଲେଜକୁ ଯିବା ସମୟରେ ଆକର୍ଷିତ ହେଇଛି ଅଜଣା ପୁଅର ପରଫ୍ୟୁମ୍ ବାସ୍ନାରେ, କିନ୍ତୁ ତାକୁ ମୁହୂର୍ତ୍ତକ ପାଇଁ ଅନୁଭବ କରି ଭୁଲି ଯାଇଛି। ଚାଲନ୍ତୁ ଶୁଣିବା ଆଗକୁ। ପହଞ୍ଚି ଯାଇଛି ରୁମ୍ ନମ୍ବର 3ରେ, ଯେଉଁଟା ଥିଲା ମେକାନିକାଲ ବ୍ରାଞ୍ଚ। କ୍ଲାସରୁମ୍ ସାମ୍ନାରେ ପହଞ୍ଚିଲା ବେଳକୁ ଆଶ୍ଚର୍ଯ୍ୟଚକିତ। ବିଶ୍ୱାସ ହେଉନଥିଲା ପଲକକୁ। ସେହି ଅବିଶ୍ୱସନୀୟ କଥା ଥିଲା କି ରୁମ୍ଟି ଲାଗୁଥିଲା କେବଳ ପୁଅମାନଙ୍କର, ଆଉ ଝିଅ ସେଠି ଏତେ କମ୍ ଯେ ବହୁ ସହଜରେ ଗଣିପାରିବ ଯିଏ ନାହିଁ ସିଏ। ସେହି ଆଶ୍ଚର୍ଯ୍ୟଭରା ଆଖିରେ ଭିତରକୁ ଆସି ପଲକ ପ୍ରଥମ ବେଞ୍ଚରେ ଥିବା 3 ଜଣ ଝିଅମାନଙ୍କ ପାଖରେ ବସି ଯାଇଥିଲା ଚୁପ୍ କରି। ରୁମ୍ର ପ୍ରତିଟି ବେଞ୍ଚରେ ପୁଅମାନେ ଦାବି କରିବା ସମୟରେ ଝିଅମାନଙ୍କର ଦାବି ଥିଲା ମାତ୍ର ଗୋଟିଏ ବେଞ୍ଚ। ସେହି ଦାବି ଭିତରେ ଝିଅମାନଙ୍କ ସଂଖ୍ୟା ବି ଥିଲା ମାତ୍ର 6, ଆଉ ପୁଅ ପାଖାପାଖି 80ରୁ ଅଧିକ। ବୁଝିପାରୁନଥିଲା ସେ ଏତେ କମ୍ ଝିଅ କ'ଣ ପାଇଁ ସେହି ବ୍ରାଞ୍ଚରେ। ଶୁଣିଥିଲା ଆଉ ଜାଣିଥିଲା ମେକାନିକାଲରେ କମ୍ ଝିଅ ପଢ଼ନ୍ତି, କିନ୍ତୁ ଏତେ କମ୍ ବୋଲି ଭାବିନଥିଲା ସେ। ସେହି ସବୁକୁ ଭାବିକରି ଅସ୍ଥିରତା ଭିତରକୁ ଯିବା ସମୟରେ ଭୟରେ ତାର ଛାତି ଧକ୍ ଧକ୍ କରୁଥିଲା। ସେହି ସମୟ ଭିତରେ ଆଖି ପଡ଼ିଥିଲା ମୋର କାଉନସିଲରେ ଭେଟ ହୋଇଥିବା ସେହି ଝିଅ ସହ, ଯାହା ପାଇଁ ସେ ଆସିଥିଲା ଏହି ନୂଆ ସହରକୁ, ନୂଆ ସ୍ଥାନକୁ, ଆଉ ପସନ୍ଦ କରିଥିଲା ଏହି ବ୍ରାଞ୍ଚକୁ। ସବୁରି ମୂଳରେ ଥିଲା ସେହି ଝିଅ। ଯେମିତି ସେହି ଝିଅ ବି ଦେଖିକରି ବହୁତ ଖୁସି ହେଇଯାଇ ଆରମ୍ଭ କରିଦେଲା କଥାବାର୍ତ୍ତା। ଆଉ ଖୁବ୍ କମ୍ ସମୟ ମଧ୍ୟରେ ଆମେ 6 ଜଣ ମିଶି ଯାଇଥିଲୁ ଏକାଠି ହେଇକରି। ତାଙ୍କ ମଧ୍ୟରେ ଗୋଟିଏ ଝିଅ ଭୁବନେଶ୍ୱର ସହରରୁ ଆସିଥିବା ବେଳେ ଆଉ ସମସ୍ତେ ଥିଲେ ସେହି ବ୍ରହ୍ମପୁରର। ସେହି କଥାବାର୍ତ୍ତା ଭିତରେ ଭୟ କମିଯାଇଛି ପଲକର। ଏବେ ବହୁତ ଖୁସି ସେ। ସେହି ଖୁସି ଭିତରେ କ୍ଲାସ୍ ରୁମ୍ ଭିତରକୁ ପ୍ରବେଶ କରିଥିଲେ କମ୍ ବୟସ ଥିବା ଜଣେ ସାର୍। ଆସିବା ମାତ୍ରେ ତାଙ୍କ କଥା କହିବା ସହ କଲେଜ ବିଷୟରେ କିଛି କହି ସେ କ'ଣ ପଢ଼େଇବେ, ତାଙ୍କ ନାଁ କ'ଣ, କୋଉଠୁ ପାସ୍ କରି ଆସିଛନ୍ତି, ଏମିତି ବହୁତ କିଛି ଗପି ଚାଲିଲେ ଅନବରତ ଭାବେ। ସେହି ଅନବରତ ଗଳ୍ପ ଭିତରେ ପାଳି ପଡ଼ିଲା ଶେଷରେ ଆମର। ନୂଆ ଭାବେ ଜଏନ୍ କରିଥିବା ଷ୍ଟୁଡେଣ୍ଟମାନଙ୍କର ପରିଚୟ ମାଗିବାକୁ ଯାଇ କରି କହିଥିଲେ, ଟୁଡେ ଇଜ୍ ୟୋର ଇଣ୍ଟ୍ରୋଡକ୍ସନ୍ କ୍ଲାସ୍, ପ୍ଲିଜ୍ ଗିଭ୍ ୟୋର ଇଣ୍ଟ୍ରୋଡକ୍ସନ୍। ଇଣ୍ଟ୍ରୋଡକ୍ସନ୍ ମାନେ ବହୁତ କିଛି କହିବାର ଅଛି, କିନ୍ତୁ ଏବେ କ'ଣ କହିବେ କେହି ବୁଝିପାରୁନଥିଲେ। ମୋ ମନର ଯେଉଁ ପ୍ରଶ୍ନ ଚାଲିଥିଲା, ସମ୍ଭବତଃ ସମସ୍ତଙ୍କ ମନରେ ବି ଚାଲିଥିବ ସେହି ପ୍ରଶ୍ନ, କାରଣ ସମସ୍ତେ ଥିଲେ ସେଠି ନୂଆ। ଏହି ସମୟରେ ସାର୍ କହିଲେ, ତମେ ତମର ଇଣ୍ଟ୍ରୋଡକ୍ସନରେ କେବଳ ନାଁ ଆଉ କୋଉଠୁ ଆସିଛ କୁହ। ଗୋଟିଏ ମାତ୍ର ଧାଡ଼ି ଝିଅମାନଙ୍କର ହେଇଥିବାରୁ ଆରମ୍ଭ ହୋଇଥିଲା ଆମ୍ଭମାନଙ୍କ ଠାରୁ। ମୁଁ ବି ମନେ ମନେ ଖୁସି ହେଇ ଯାଉଥିଲି। ମଜାମଜି ବସି ଥିବାରୁ ପ୍ରଥମେ କହିବାକୁ ନ ପଡ଼ିବ ଭାବିକରି। 4 ଜଣଙ୍କ ପରେ ପାଳି ପଡ଼ିଥିଲା ମୋର। ମୋ ପାଳି ପଡ଼ିବାରୁ ଠିଆ ହୋଇ କରି ଆଇ ଆମ୍ ପଲକ ମିଶ୍ର ଫ୍ରମ୍ ଯାଜପୁର ଗୋଟିଏ ନିଶ୍ୱାସରେ କହିଦେଇ ବସିଗଲି ଜଲ୍ଦି କରି। ବହୁତ ପିଲା ଥିବାରୁ ଶେଷ ହୋଇଥିଲା ସେହି କ୍ଲାସ୍ ଟିକେ ସମୟ ଅନ୍ତରାଳ ପରେ। ସେହି ଇଣ୍ଟ୍ରୋଡକ୍ସନ୍ କ୍ଲାସରେ ଜାଣିପାରିଥିଲି କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ପଢ଼ୁଥିବା ପିଲାମାନେ ବି ଆସିଛନ୍ତି ଏଠି ପଢ଼ିବା ନିମନ୍ତେ। ସେହି କ୍ଲାସ୍ ଶେଷ ହେବା ପରେ କିଛି ବୁକ୍ ସହ ଅନ୍ୟ କିଛି ଜିନିଷ ନେବା ପାଇଁ ଅପେକ୍ଷା କରିବା ପାଇଁ କହି ଚାଲି ଯାଇଥିଲେ ସାର୍ ଜଣକ। ସେହି ଅପେକ୍ଷା କରିବା ଭିତରେ କିଛି ପୁଅ ପିଲା, ଯିଏ ଲାଗୁଥିଲେ ସିନିୟର ଭଳି, କ୍ଲାସ୍ ଭିତରକୁ ନ ଆସିଲେ ବି ବାହାରେ ଅନେକ ଦେଇ ଚାଲି ଯାଉଥିଲେ ଆମକୁ।
ରାଙ୍ଗିଂର ଭୟ ମନ ଭିତରେ ଥିଲେ ବି ସେଦିନ କିଛି ହେଇନଥିଲା କାହାର। ଶେଷରେ ବୁକ୍ ସହ ଅନ୍ୟ କିଛି ଜିନିଷ ନେଇ ଫେରି ଆସିଥିଲି ହଷ୍ଟେଲକୁ। ଖୁସି ଥିଲା ମନରେ ରାଙ୍ଗିଂ ହେଇନଥିବାରୁ, କିନ୍ତୁ ମନରେ ଦୁଃଖ। ହଷ୍ଟେଲରେ ପହଞ୍ଚିବା ପରେ ପୁଣି ଥରେ କ'ଣ ହେବ ଅବସ୍ଥା। ଏବେ ପର୍ଯ୍ୟନ୍ତ ମିଳିନଥାଏ ନିଜ ରୁମ୍। ପୁନର୍ବାର ପାଇଁ ରହିବାକୁ ପଡ଼ିଥିଲା ମୋତେ ସେହି ଡିପ୍ଲୋମା ଝିଅମାନଙ୍କ ଗହଣରେ। ମନରେ ଶାନ୍ତି ଥିଲା ସେହିମାନଙ୍କ ପାଖରେ ରହିକରି। ପ୍ରତିଟି ଅଜଣା କଥାରେ ସାହାଯ୍ୟରେ ହାତ ବଢ଼ାଇ ଦେଇଥିଲେ ମଧ୍ୟ ମୋ ଠାରୁ ଛୋଟ ହେଇକରି ରାତି ସାରା ବସି କହି ଚାଲୁଥିଲେ କେମିତି ହୁଏ ରାଙ୍ଗିଂ କଲେଜରେ, ଆଉ କେମିତି ରହିବାକୁ ପଡ଼େ କଲେଜରେ। ତାଙ୍କ କଥା ଶୁଣି ଶୁଣି ଏତିକି ତ ବୁଝି ସାରିଥିଲି, ଡିଗ୍ରୀମାନଙ୍କ ଅପେକ୍ଷା ଡିପ୍ଲୋମା ପିଲାଙ୍କୁ ବେଶୀ ହେଉଥିଲା ଏହି ରାଙ୍ଗିଂ। ସେହି କଥାବାର୍ତ୍ତା ସହ ବୋଉ ସହ କଥା ହେଇ ବିତି ଯାଇଥିଲା ମୋର ଦ୍ୱିତୀୟ ଦିନ ସେହି ହଷ୍ଟେଲରେ। ବିତି ଯାଇଛି ଆଉ ଗୋଟିଏ ଦିନ। ଆଜି ତୃତୀୟ ଦିନ ହଷ୍ଟେଲରେ, ଆଉ ଦ୍ୱିତୀୟ ଦିନ ହେଉଛି କଲେଜରେ। ଆଜିଠାରୁ ପାଠପଢ଼ା ଆରମ୍ଭ ହେବ କଲେଜରେ। ନିଜ ନୂଆ ପାଠ୍ୟକ୍ରମକୁ ନେଇକରି ପଲକ ଯେତିକି ଖୁସି ଥିଲା, ସେତିକି ବି ହୃଦୟରୁ ଭୟ ଥିଲା ରାଙ୍ଗିଂ ପାଇଁ। ମନେ ମନେ ଭାବୁଥିଲା କେବେ ସରିବ ଏହି ରାଙ୍ଗିଂ, ତାପରେ ଯାଇ ଏହି ଜୀବନରେ ଶାନ୍ତି ହିଁ ଶାନ୍ତି। ସେହି ଭାବନା ଭିତରେ ରେଡି ହେଇ ପହଞ୍ଚିଗଲା ବସ୍ ଷ୍ଟପେଜରେ। ସମସ୍ତଙ୍କ କଥା ଶୁଣି ଶୁଣି ଗୋଟିଏ କଥା ସାରିଥିଲା ସେ, ରାଙ୍ଗିଂରୁ ବଞ୍ଚିବାର ଅଛି ଯଦି ବସ୍ର ଆଗ ସିଟ୍ରେ ବସ, ନହେଲେ ଯେକୌଣସି ସାର୍ କି ମ୍ୟାଡ଼ାମ୍ ହୁଅନ୍ତୁ ତାଙ୍କ ପାଖରେ ବସ। ସେହି ପଇତାରା ପ୍ରୟୋଗ କରିଥିଲା ପଲକ ନିଜକୁ ବଞ୍ଚେଇବା ପାଇଁ, ସେଥିରୁ ମୁକ୍ତି ପାଇବା ପାଇଁ। ମୁଣ୍ଡ ତଳକୁ ପୋତି ବସ୍ରେ ବସିଲେ ମଧ୍ୟ କଣେଇ କଣେଇ ଦେଖି ଚାଲୁଥିଲା କେମିତି ଚାଲିଛି ରାଙ୍ଗିଂ ସବୁ। ସେହି ସବୁ ଭିତରେ ପହଞ୍ଚି ଯାଇଥିଲା କଲେଜ ସାମ୍ନାରେ। ପହଞ୍ଚୁ ପହଞ୍ଚୁ ଗୋଟିଏ ଲୟରେ ଜଲ୍ଦି ଚାଲିଗଲା ନିଜ କ୍ଲାସ ରୁମ୍ ଆଡ଼େ। ଦେଖିଲା ବେଳକୁ ସେଠି ବି ସିନିୟର ପୁଅ ଗୋଟିଏ ବି ଝିଅ ନାହାନ୍ତି। ଚୁପ୍ କରି ବସି ପଡ଼ିଲା ବେଞ୍ଚର ଗୋଟିଏ କୋଣରେ। ଏହି ସମୟରେ ହାତୀ ସଦୃଶ ମୋଟା, ଡେଙ୍ଗା ଆଉ ଚଉଡ଼ା ବିଶିଷ୍ଟ ସିନିୟର ଭାଇ ଜଣେ ଆସି ସମସ୍ତଙ୍କ ସାମ୍ନାରେ ଠିଆ ହୋଇପଡ଼ି, ମୁଁ ତମର ସିନିୟର, ଗୋଟିଏ କଥା ମନେ ରଖ, ସିନିୟରମାନଙ୍କୁ ସମ୍ମାନ ଦେଇ ଶିଖ, ନହେଲେ ତମ ଅବସ୍ଥା ଖରାପ ହେଇଯିବ। ତାହା ସହ ଯେତେବେଳେ ଯେଉଁ ସିନିୟରଙ୍କୁ ଦେଖିବ ଗୁଡ୍ ମର୍ଣ୍ଣିଂ ସାର୍ କହିବ, ବୁଝିଲ? ସମସ୍ତେ ଚୁପ୍। ଗଭୀର ସ୍ୱରରେ ସେଇ ଭାଇ ଜଣକ, ଚୁପ୍ କ'ଣ ପାଇଁ ରହିଲ କୁହ, ବୁଝିଲ କି ନାହିଁ? ସମସ୍ତେ ଏକାଥରକେ ହଁ ବୁଝିଲୁ। କ'ଣ କହିବ ସିନିୟରମାନଙ୍କୁ? ସାର୍, ଏବେ ଠିକ୍ ବୁଝିଛ। ଏହି କଥାବାର୍ତ୍ତା ଭିତରେ ପ୍ରାୟ 15 ଜଣ ସିନିୟର ଆସି ସାରିଥିଲେ ଆମ କ୍ଲାସ ରୁମ୍କୁ। ପୁନର୍ବାର ପାଇଁ ସେହି ହାତୀ ସଦୃଶ ଭାଇ ଜଣକ, ପିଲାମାନେ ଜାଣିଛ, ଆମ ମେକାନିକାଲ ବ୍ରାଞ୍ଚ ହେଉଛି ଆମ କଲେଜର ରୟାଲ ବ୍ରାଞ୍ଚ। ସେଥିପାଇଁ ତା ନିଜର ଗୋଟିଏ ଅସ୍ତିତ୍ୱ ଥିବା ସହ ଅଛି ତାର ଭିନ୍ନ ସ୍ୱର, ଆଉ ସେହି ସ୍ୱର ହେଉଛି ହୁଇଲ୍। ଏବେ ସମସ୍ତେ କରି ଦେଖାଅ। ସମସ୍ତେ କରି ଚାଲିଲେ ହୁଇଲ୍, ଆଉ ସେହି ହୁଇଲ୍ ସ୍ୱରରେ ରୁମ୍ଟି କମ୍ପି ସାରିବା ପରେ ଆସିଥିଲେ ଆମ ପାଖକୁ ସେମାନେ। ଯେତିକି ପୁଅମାନଙ୍କୁ ପ୍ରଶ୍ନ ନଥିଲା, ବେଶୀ ପ୍ରଶ୍ନ ଥିଲା ଝିଅମାନଙ୍କୁ। ପାଖାପାଖି 15 ଜଣ ସିନିୟରମାନେ ପଚାରି ଚାଲିଥିଲେ ଗୋଟିଏ ପ୍ରଶ୍ନ, ତମ ନାଁ କ'ଣ, ଆଉ କୋଉଠୁ ଆସିଛ ତମେ? ଯେମିତି ସେହି ପ୍ରଶ୍ନର ଉତ୍ତର ବିତି ଯାଇଥିଲା ସେହି ଦିନ। ସେହି ସମୟରେ ଜାଣିବାକୁ ପାଇଥିଲୁ ଆମେ ମେକାନିକାଲ ବ୍ରାଞ୍ଚ ପାଇଁ ଆମେ ପ୍ରଥମ ଝିଅ। ତାହା ପୂର୍ବରୁ ସେହି ବ୍ରାଞ୍ଚରେ ଝିଅ କେବେ ଆସିନଥିଲେ ବିଗତ ବହୁ ବର୍ଷ ଧରି। ପ୍ରଥମ ଥର ଝିଅମାନଙ୍କୁ ପାଇକରି ସେମାନେ ରାଙ୍ଗିଂ କରି ଚାଲିଥିଲେ ମନ ଭରି। ସେହି ସବୁ ଭିତରେ କ୍ଲାସ ଶେଷ ହେଇ ନୂଆ କ୍ଲାସ ହେବା ଭିତରେ ଯଦି ବିଳମ୍ବ ହେଇଯାଏ, କେଉଁ ଶିକ୍ଷକଙ୍କର ରାଜୁତି ଚାଲେ ସିନିୟର ମାନଙ୍କର, ସେହି ସବୁ ଭିତରେ ବିତି ଯାଇଛି ଗୋଟିଏ ଦିନ ପୁଣି। କେବଳ କଲେଜ ନୁହେଁ, ବସ୍ରେ ଚାଲିଥାଏ ସେହି ମାନଙ୍କର ରାଜୁତି। କଲେଜ ଠାରୁ ହଷ୍ଟେଲର ଦୂରତା ପ୍ରାୟ 1 ଘଣ୍ଟା ହେଇଥିବାରୁ ମନ ଭରି କରିଚାଲନ୍ତି ରାଙ୍ଗିଂ। ଆଉ ସେହି ରାଙ୍ଗିଙ୍କ ଭିତରେ ପହଞ୍ଚି ଯାଇଛି ହଷ୍ଟେଲ ପଲକ। ଉପନ୍ୟାସ ଯଦି ଭଲ ଲାଗୁଛି ତାହେଲେ ଫଲୋ, ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ।